ଜଣେ ଗୁରୁ ନିଜ ଶିଷ୍ୟକୁ ଗୋଟିଏ କଳା ପଥର ଓ ଗୋଟିଏ ଧଳା ପଥର ଦେଖାଇ ପଚାରିଲେ, ଏହି ଦୁଇଟି ଯାକ ପଥର ଭିତରୁ କାହାର ମୂଲ୍ୟ ଅଧିକ? ଶିଷ୍ୟଟି କିଛି ସମୟ ଭାବି କହିଲା, ଧଳା ପଥରଟି ଦେଖିବାକୁ ସୁନ୍ଦର, ତେଣୁ ଏହାର ମୂଲ୍ୟ ଅଧିକ ହୋଇଥିବ। ଗୁରୁ ହସିକି ଦୁଇଟି ଯାକ ପଥରକୁ ନଦୀ ପାଣିରେ ଫିଙ୍ଗିଦେଲେ। କଳା ପଥରଟି ପାଣି ତଳେ ବୁଡ଼ିଗଲା, କିନ୍ତୁ ଧଳା ପଥରଟି ହାଲୁକା ଥିବାରୁ ପାଣି ଉପରେ ଭାସିବାକୁ ଲାଗିଲା। ଗୁରୁ କହିଲେ, ଧଳା ପଥରଟି କେବଳ ଉପରୁ ସୁନ୍ଦର ଥିଲା, ଭିତରୁ ସମ୍ପୂର୍ଣ୍ଣ ଫମ୍ପା, କିନ୍ତୁ କଳା ପଥରଟି ବାହାରୁ କଳା ଥିଲେ ମଧ୍ୟ ଭିତରୁ ଶକ୍ତ ଓ ଓଜନିଆ ଥିଲା। ଗୁରୁ ବୁଝାଇଲେ, ମଣିଷର ବାହାର ରୂପ, ସୁନ୍ଦରତା କିମ୍ବା ପୋଷାକ ଦେଖି ତାର ମୂଲ୍ୟାଙ୍କନ କରାଯାଏ ନାହିଁ। ଅସଲ ଗୁରୁତ୍ୱ ତାର ଭିତରର ଗୁଣ ଓ ଚରିତ୍ରରେ ଥାଏ। ତେଣୁ ବାହାରର ଦେଖାଣିଆ ସୁନ୍ଦରତା କିଛି ଦିନର, କିନ୍ତୁ ଭିତରର ଗୁଣ ଓ ସଚେତନତା ସବୁଦିନ ପାଇଁ ଆପଣଙ୍କୁ ମୂଲ୍ୟବାନ କରି ରଖେ। ଆଜି ହେଉଛି 27 ଅଗଷ୍ଟ 2026 ମସିହାର ଗୁରୁବାର। ଆଜିର ସୂର୍ଯ୍ୟୋଦୟ ରହିଛି ସକାଳ 5:30ରେ, ସୂର୍ଯ୍ୟାସ୍ତ ରହିଛି ସନ୍ଧ୍ୟା 6:07ରେ। ପକ୍ଷ ରହିଛି ଶୁକ୍ଳପକ୍ଷ, ତିଥି ରହିଛି ଚତୁର୍ଦ୍ଦଶୀ ଯାହା ସକାଳ 9:08 ପର୍ଯ୍ୟନ୍ତ ଅଛି। ନକ୍ଷତ୍ର ରହିଛି ଧନିଷ୍ଠା ଯାହା ରାତି 2:15 ପର୍ଯ୍ୟନ୍ତ ଅଛି। ଯୋଗ ରହିଛି ଶୋଭନ ଯୋଗ ଯାହା ସକାଳ 5:56 ପର୍ଯ୍ୟନ୍ତ ଅଛି। କରଣ ରହିଛି ବଣିଜ କରଣ ଯାହା ସକାଳ 9:08 ପର୍ଯ୍ୟନ୍ତ ଅଛି। ବିଷ୍ଟିକରଣ ଯାହା ରାତି 9:32 ପର୍ଯ୍ୟନ୍ତ ଅଛି। ଅମୃତ ଯୋଗ ରହିଛି ରାତି 12:57ରୁ 3:13 ପର୍ଯ୍ୟନ୍ତ। ମହେନ୍ଦ୍ର ଯୋଗ ରହିଛି ସକାଳ 5:30ରୁ 7:10 ଏବଂ ସକାଳ 10:32ରୁ ଦ୍ୱିପହର 1:04 ପର୍ଯ୍ୟନ୍ତ। ଶୂନ୍ୟ ଯୋଗ ରହିଛି ସକାଳ 7:10ରୁ 8:01, ଦ୍ୱିପହର 1:04ରୁ 2:45, ସନ୍ଧ୍ୟା 4:26ରୁ 6:07, ରାତି 9:54ରୁ 11:25 ଏବଂ ରାତି 3:13ରୁ 5:30 ପର୍ଯ୍ୟନ୍ତ। ଏହି ସମୟରେ ନୂଆ ଶୁଭ କାର୍ଯ୍ୟ ଆରମ୍ଭ ନ କରିବା ଶ୍ରେୟସ୍କର। ତେବେ ମେଷ ରାଶିର ବନ୍ଧୁଗଣ, ଆଜି ସକାଳୁ ମନରେ ଉତ୍ସାହ ରହିବ। ନୂଆ ଯୋଜନା କରିବାକୁ ଦିନଟି ଶୁଭ ଅଛି। ଅପରାହ୍ନ ପରେ କାମର ଚାପ ବଢ଼ିପାରେ, ତେଣୁ ଧୈର୍ଯ୍ୟ ରଖନ୍ତୁ। ସନ୍ଧ୍ୟାରେ ପରିବାର ସହ ସମୟ ବିତାଇଲେ ଶାନ୍ତି ମିଳିବ। ତେବେ ଏହା ଥିଲା ଆଜିର କିଛି ସାଧାରଣ ରାଶିଫଳ। ଏବେ ଆସନ୍ତୁ ଆପଣଙ୍କର ଆର୍ଥିକ, ସ୍ୱାସ୍ଥ୍ୟ, କ୍ୟାରିୟର ଓ ପ୍ରେମ ରାଶିଫଳ କିପରି ଯିବ ଜାଣିବା। ଆଜି ଆପଣଙ୍କ ରାଶିର ସ୍ୱାମୀ ମଙ୍ଗଳ ତୃତୀୟ ଭାବରେ ଅବସ୍ଥାନ କରୁଥିବା ବେଳେ ଶୁକ୍ର ଓ ବୃହସ୍ପତିଙ୍କର ପ୍ରଭାବ ଆପଣଙ୍କର ଅର୍ଥ ଉପାର୍ଜନ ପ୍ରକ୍ରିୟାରେ ଏକ ସମ୍ପୂର୍ଣ୍ଣ ନୂତନ ଗତିଶୀଳ ଆଣିଦେବ। ଧନ ପ୍ରାପ୍ତି ପାଇଁ ଆପଣଙ୍କୁ ଆଜି କେବଳ ଭାଗ୍ୟ ଉପରେ ନିର୍ଭର ନ କରି ନିଜର ବୁଦ୍ଧି, ପରାକ୍ରମ ଏବଂ କାର୍ଯ୍ୟକୌଶଳ ପୂର୍ଣ୍ଣ କରି ବ୍ୟବହାର କରିବାକୁ ପଡ଼ିବ। ଆପଣଙ୍କର ଯୋଗାଯୋଗ କ୍ଷମତା, ସାମାଜିକ ସମ୍ପର୍କ ଏବଂ ନିଜର ଦକ୍ଷତା ମାଧ୍ୟମରେ ଅତିରିକ୍ତ ଉପାର୍ଜନର ନୂଆ ଦ୍ୱାର ଖୋଲିବ। ବ୍ୟବସାୟିକ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନିଜର ପୁରୁଣା ଗ୍ରାହକ କିମ୍ବା ବନ୍ଧୁମାନଙ୍କ ସହଯୋଗରୁ ଭଲ ବାଣିଜ୍ୟିକ ଲାଭ ପାଇପାରିବେ। ଆଜି ନିଜର ବୃତ୍ତିଗତ ଜ୍ଞାନକୁ ପ୍ରସାରିତ କରି ନୂଆ ପ୍ରକଳ୍ପକୁ ଆୟ ବୃଦ୍ଧି କରିବାର ଶ୍ରେଷ୍ଠ ଦିନ। ତେବେ ରାହୁ ଓ ଶନିଙ୍କର ସ୍ଥିତି ଯୋଗୁଁ ଆଜି ନିଜର ସଞ୍ଚିତ ଅର୍ଥକୁ କୌଣସି ବିପଦଜନକ କିମ୍ବା ଶୀଘ୍ର ଲାଭ ଦେଉଥିବା ବାଟରେ ନ ଲଗାଇବା ଶ୍ରେୟସ୍କର। ଘରୋଇ ସାମଗ୍ରୀ, ଆବାସପତ୍ର କିମ୍ବା ବ୍ୟକ୍ତିଗତ ପସନ୍ଦର ଜିନିଷ ପାଇଁ କିଛି ହଠାତ୍ ଖର୍ଚ୍ଚ ହୋଇପାରେ, ଯାହା ଆପଣଙ୍କୁ ଆନନ୍ଦ ଦେବ। ଅପରାହ୍ନ 1:35 ପରେ ଚନ୍ଦ୍ରଙ୍କର ସ୍ଥାନ ପରିବର୍ତ୍ତନ ହେତୁ ଆର୍ଥିକ କାରବାରରେ ସାବଧାନତା ଜରୁରୀ। କାହାକୁ ମୌଖିକ ପ୍ରତିଶ୍ରୁତି ଦେଇ ଅର୍ଥ ଆଦାନ ପ୍ରଦାନ କରନ୍ତୁ ନାହିଁ, ବରଂ ନିଜର ବ୍ୟବସାୟିକ ହିସାବ କିତାବକୁ ସ୍ପଷ୍ଟ ରଖନ୍ତୁ। ଆଜି ନିଜର ପରିଶ୍ରମର ସଠିକ୍ ମୂଲ୍ୟ ମିଳିବ ଏବଂ ଅପ୍ରତ୍ୟାଶିତ କ୍ଷେତ୍ରରୁ କିଛି ମାତ୍ରାରେ ଟଙ୍କା ଆସିପାରେ। ସମୟର ଆବଶ୍ୟକତାକୁ ବୁଝି ଯୋଜନାବଦ୍ଧ ଭାବରେ ଚାଲିଲେ ଆଜିର ଦିନଟି ଆର୍ଥିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସନ୍ତୋଷଜନକ, ସ୍ଥିର ଏବଂ ଫଳପ୍ରଦ ସାବ୍ୟସ୍ତ ହେବ। ସ୍ୱାସ୍ଥ୍ୟ ଦିଗରୁ ଦେଖିଲେ ତୃତୀୟ ଭାବରେ ମଙ୍ଗଳଙ୍କର ପ୍ରଭାବ ଯୋଗୁଁ ଆଜି ଶରୀରରେ ଅତ୍ୟଧିକ ଉତ୍ସାହ ଓ ଗରମ ଅନୁଭୂତି ହେବ, ଯାହା ଫଳରେ ରକ୍ତଚାପ ବୃଦ୍ଧି କିମ୍ବା ଶରୀରରେ ତାପମାତ୍ରା ବଢ଼ିପାରେ। କାମର ବ୍ୟସ୍ତତା ହେତୁ ପିଠି, କାନ୍ଧ କିମ୍ବା ମାଂସପେଶୀରେ ଟାଣ ଧରିବା ଏବଂ ସାମାନ୍ୟ ଆଘାତ ଲାଗିବାର ସମ୍ଭାବନା ରହିଛି। ଅପରାହ୍ନ ପରେ ଚନ୍ଦ୍ରଙ୍କର ଚଳନ ହେତୁ ମାନସିକ ଅସ୍ଥିରତା ଓ ଶିରବିନ୍ଧା ବା ମୁଣ୍ଡବିନ୍ଧା ଦେଖାଦେଇପାରେ। କାର୍ଯ୍ୟକ୍ଷେତ୍ରରେ ଦେଖିବାକୁ ଗଲେ ଆଜି ମଙ୍ଗଳଙ୍କର ଏବଂ ଶନିଙ୍କର ଦୃଷ୍ଟି ହେତୁ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସାହସ, ଉଦ୍ୟମ ଓ କାର୍ଯ୍ୟଶୈଳୀ ଏକ ସମ୍ପୂର୍ଣ୍ଣ ନୂଆ ମୋଡ଼ ନେବ। ପୂର୍ବରୁ ଚାଲି ଆସୁଥିବା ସାଧାରଣ ଧାରାରୁ ବାହାରି ଆଜି ଆପଣ କିଛି ନୂଆ କୌଶଳ ବ୍ୟବହାର କରି କାର୍ଯ୍ୟ ସମ୍ପାଦନ କରିବେ। କାର୍ଯ୍ୟାଳୟରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ପୂର୍ଣ୍ଣ ସୁଯୋଗ ମିଳିବ ଏବଂ ଆପଣଙ୍କର ତୁରନ୍ତ ନିଷ୍ପତ୍ତି ନେବାର କ୍ଷମତା ସମସ୍ତଙ୍କୁ ପ୍ରଭାବିତ କରିବ। ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ଦିନଟିକୁ ବ୍ୟବହାର କରିପାରନ୍ତି। ଆପଣଙ୍କର ପ୍ରତିଯୋଗୀମାନେ ଆପଣଙ୍କର ଗତିବିଧି ଦେଖି ଆଶ୍ଚର୍ଯ୍ୟ ହେବେ, କିନ୍ତୁ
କାର୍ଯ୍ୟକ୍ଷେତ୍ରରେ କୌଣସି ପ୍ରକାରର ବ୍ୟକ୍ତିଗତ ଅହଙ୍କାର ଦେଖାଇବାରୁ ବଞ୍ଚିତ ରୁହନ୍ତୁ। ଯେଉଁମାନେ ବ୍ୟବସାୟିକ ଜ୍ଞାନକୌଶଳ, ମାର୍କେଟିଂ, ନିର୍ମାଣ କିମ୍ବା ସାମ୍ପାଦନିକ କ୍ଷେତ୍ରରେ ଜଡ଼ିତ, ସେମାନଙ୍କ ପାଇଁ ଆଜିର ଦିନଟି ବିଶେଷ ପ୍ରଗତିଦାୟକ ସାବ୍ୟସ୍ତ ହେବ। ଅପରାହ୍ନ 1ଟା ପରେ ଚନ୍ଦ୍ରଙ୍କର ଗୋଚର ସହିତ କାର୍ଯ୍ୟାଳୟର ବାତାବରଣ ଅଧିକ କ୍ରିୟାଶୀଳ ହେବ। କାର୍ଯ୍ୟଭାର ବଢ଼ିଲେ ମଧ୍ୟ ନିଜର ଆତ୍ମବିଶ୍ୱାସ ବଳରେ ଆପଣ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ଲକ୍ଷ୍ୟ ପୂରଣ କରିବେ। ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା ବେଳେ ନିଜର ଯୁକ୍ତିକୁ ସ୍ପଷ୍ଟ ଭାବରେ ସାମ୍ନାକୁ ରଖନ୍ତୁ। ଆଜି ଆପଣଙ୍କର କଠିନ ପରିଶ୍ରମ ଓ କାର୍ଯ୍ୟ ପ୍ରତି ନିଷ୍ଠା ଭବିଷ୍ୟତରେ ଏକ ବଡ଼ ପଦୋନ୍ନତି କିମ୍ବା ବୃତ୍ତିଗତ ସଫଳତାର ମୂଳଦୁଆ ସ୍ଥାପନ କରିବ। ପ୍ରେମ ଜୀବନ ଦିଗରୁ ଦେଖିଲେ ଆଜି ମଙ୍ଗଳଙ୍କର ଏବଂ ସୂର୍ଯ୍ୟଙ୍କର ଶୁଭ ଗୋଚର ହେତୁ ଆପଣଙ୍କର ଭାବପ୍ରବଣତା ଓ ସମ୍ପର୍କ କ୍ଷେତ୍ରରେ ଏକ ଭିନ୍ନ ପ୍ରକାରର ଉତ୍ସାହ ଏବଂ ଶକ୍ତି ଦେଖିବାକୁ ମିଳିବ। ପୂର୍ବରୁ ଆବଦ୍ଧ ଥିବା ସମ୍ପର୍କଗୁଡ଼ିକରେ କେବଳ ସାଧାରଣ କଥାବାର୍ତ୍ତା ନ ହୋଇ ପରସ୍ପରର ସ୍ୱପ୍ନ, ଲକ୍ଷ୍ୟ ଏବଂ ଭବିଷ୍ୟତର ଯୋଜନାକୁ ନେଇ ଗମ୍ଭୀର ଚିନ୍ତାଧାରା ଆଦାନ ପ୍ରଦାନ ହେବ। ଆପଣଙ୍କର ସ୍ପଷ୍ଟବାଦୀ ସ୍ୱଭାବ ଓ ଆନ୍ତରିକତା ଆଜି ସାଥୀଙ୍କୁ ଅଧିକ ଆକୃଷ୍ଟ କରିବ। ଦିନର ପ୍ରଥମାର୍ଦ୍ଧରେ ସାଥୀଙ୍କ ସହ କୌଣସି ପାରିବାରିକ କିମ୍ବା ଗୃହସ୍ଥ ସମ୍ବନ୍ଧୀୟ ନିଷ୍ପତ୍ତି ନେବା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ। ଆପଣଙ୍କ ମଧ୍ୟରେ ଥିବା ସହଯୋଗୀ ଭାବନା ଦାମ୍ପତ୍ୟ ଜୀବନରେ ଏକ ନୂତନ ମଧୁରତା ଭରିଦେବ। ତେବେ ମଙ୍ଗଳଙ୍କର ପ୍ରଭାବ ହେତୁ କେତେକ ସମୟରେ ନିଜର ମତାମତ ସାଥୀଙ୍କ ଉପରେ ଜୋର ଜବରଦସ୍ତି ଲଦି ଦେବାର ପ୍ରବୃତ୍ତି ଦେଖାଦେଇପାରେ, ଯାହାକୁ ଏଡ଼ାଇବା ପାଇଁ ଅନ୍ୟର ଚିନ୍ତାଧାରାକୁ ସମ୍ମାନ ଦେବା ଆବଶ୍ୟକ। ଆଜି ଚନ୍ଦ୍ରଙ୍କର ରାଶି ପରିବର୍ତ୍ତନ ହେତୁ ଆପଣଙ୍କ ସମ୍ପର୍କରେ ଏକ ସୁନ୍ଦର ସାମଞ୍ଜସ୍ୟ ବଜାୟ ରହିବ। ଯେଉଁମାନେ ପୂର୍ବରୁ କୌଣସି ମନମାଳିନ୍ୟ କିମ୍ବା ଭୁଲ ବୁଝାମଣାର ସାମ୍ନା କରୁଥିଲେ, ଆଜି ସେଗୁଡ଼ିକର ସମାଧାନ ପାଇଁ ଉତ୍ତମ ସୁଯୋଗ ମିଳିବ। ସନ୍ଧ୍ୟା ସମୟରେ ଦମ୍ପତିମାନେ ଏକାଠି କିଛି ଗୁରୁତ୍ୱପୂର୍ଣ୍ଣ ସମୟ ବିତାଇ ପରସ୍ପରର ଆବେଗକୁ ସୁଦୃଢ଼ କରିପାରିବେ। ନିଜର ଭାବନାକୁ ସରଳ ଓ ସ୍ପଷ୍ଟ ଭାବରେ ପ୍ରକାଶ କଲେ ଆଜିର ଦିନଟି ସମ୍ପର୍କ ଦୃଷ୍ଟିରୁ ଅତ୍ୟନ୍ତ ସନ୍ତୋଷଜନକ ଏବଂ ଅବିସ୍ମରଣୀୟ ହେବ।